প্রিয় বন্ধু, জীব ଗ୍ରହ ଜଗତରେ ଜଣେ ଗ୍ରହଙ୍କର ନାଁ ହେଉଛି ଜୀବ। ସେ ହେଲେ ବୃହସ୍ପତି। ବୃହସ୍ପତି ହେଲେ ଗ୍ରହମାନଙ୍କର ଜୀବ, ମାନେ ଜୀବନ, ପ୍ରାଣୀମାନଙ୍କର ଜୀବନ। ତେଣୁ ବୃହସ୍ପତି ଯଦି ଅଚଳ ତାହେଲେ ପ୍ରାଣୀ ଜୀବନ ବି ଅଚଳ। ତେଣୁ ବୃହସ୍ପତିଙ୍କର ସ୍ଥିତି ଜାତକରେ ଦେଖାଯିବା ଉଚିତ, ବିଶେଷତଃ ନାରୀମାନଙ୍କର। ନାରୀଣାଂ ଗୁରୁବଳମ୍ ଶ୍ରେଷ୍ଠମ୍। ନାରୀମାନଙ୍କ ଜାତକରେ ଯଦି ବୃହସ୍ପତିର ସ୍ଥିତି ଠିକ୍ ଠାକ୍ ନାହିଁ ତାହେଲେ ସେମାନଙ୍କ ଜୀବନଟା ଠିକ୍ ଠାକ୍ ନୁହେଁ। ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଯାତ୍ରା କରିବାକୁ ପଡ଼ିବ। ବୃହସ୍ପତିଙ୍କର ସ୍ଥିତି ସର୍ବଦା ବିଚାର୍ଯ୍ୟ, ବିଶେଷତଃ ନାରୀ ଜଗତରେ। ନାରୀମାନଙ୍କ ପାଇଁ ବୃହସ୍ପତିଙ୍କର ପ୍ରଭାବ ଟିକେ ଅଧିକା। ସେ ଅଧିକ ସୁରକ୍ଷା ଦିଅନ୍ତି ନାରୀମାନଙ୍କୁ। ସେହିଭଳି ପୁରୁଷ ଜାତକରେ ରବିଙ୍କର ସ୍ଥିତି ଯଦି ଠିକ୍ ଠାକ୍, ସେ ଯଦି କଳୁଷିତ ନୁହନ୍ତି, ଶତ୍ରୁ ଦ୍ୱାରା ଦୃଷ୍ଟ ନୁହନ୍ତି, ଶତ୍ରୁ ଦ୍ୱାରା ଆବଦ୍ଧ ନୁହନ୍ତି, ଶତ୍ରୁ ଗୃହରେ ନାହାନ୍ତି, ଅଷ୍ଟମ ଦ୍ୱାଦଶ ତୃତୀୟରେ ନାହାନ୍ତି, ତାହେଲେ ସେ ପୁରୁଷ ପାଇଁ ବିପଦ ନାହିଁ କହିଲେ ଚଳେ। ବନ୍ଧୁ, ଆମେ ଶୁଣିବା ଏବଂ କାମରେ ଲଗେଇବା। ଆଜି ଆଲୋଚନାର ଶେଷରେ ଶୁଣିବା ଏହି ଯାତ୍ରା ସଂକ୍ରାନ୍ତୀୟ ଆଉ ଦୁଇ ପଦ କଥା। ମଝିରେ ଶୁଣିବା ଖନା ବଚନ। ଆରମ୍ଭରୁ ତ କହିଲି ଆମେ ଆଲୋଚନା କରିବାକୁ ଯାଉଛେ ଶୁକ୍ରବାର 20 ତାରିଖ। ଶୁକ୍ରବାର 20 ତାରିଖ ସୂର୍ଯ୍ୟ ଉଦୟ 5:52 ପରେ, ସୂର୍ଯ୍ୟାସ୍ତ 5:55 ପରେ। ସୂର୍ଯ୍ୟ ଉଦୟ 5:52 ପରେ, ସୂର୍ଯ୍ୟାସ୍ତ 5:55 ପରେ। ଆଉ ଅଶୁଭ ସମୟ ସକାଳ 10:21ରୁ 11:52। 10:21ରୁ 11:52 ଅଶୁଭ ସମୟ। ସବୁବେଳେ ମନେ ରଖିଥିବେ, ଏ ଅଶୁଭ ସମୟରେ ଯାତ୍ରା ଆରମ୍ଭ କରିବେନି କି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବେନି। ଏଇ ନିୟମଟି ପାଳନ କରୁନାହାନ୍ତି ବୋଲି ଟିକେ ଅସୁବିଧା ହେଉଛି ହେଲା। ସବୁବେଳେ ତ ନିୟମ ଧରି ହେବନି, ଦେଖି ହେବନି। ତଥାପି ଯଦି ଆପଣଙ୍କର ଯାତ୍ରା ଆରମ୍ଭରେ, କାମ ଆରମ୍ଭରେ କିଛି ବିଘ୍ନ ସୃଷ୍ଟି ହେଲା, କିଛି ବାଧା ସୃଷ୍ଟି ହେଲା, ତାହେଲେ ଜାଣନ୍ତୁ ଈଶ୍ୱର ଚାହୁଁନାହାନ୍ତି ଏ କାମ କରନ୍ତୁ ବୋଲି। ତାକୁ ଟିକେ ନଜର ଦେବେ। ଆଜି ଏବେ ଆଲୋଚନା କରିବା, ଆମେ ଅଛେ ଗୁରୁବାରେ, ଆଲୋଚନା କରିବା ଶୁକ୍ରବାର କଥା। ମେଷ ରାଶି ପାଇଁ ଶୁକ୍ରବାର ଯେଣୁ ଅଶାନ୍ତ। ମେଷର ଅଧିପତି ହେଲେ ମଙ୍ଗଳ, ଆଉ ବାର ହେଲା ଶୁକ୍ର। ତେଣୁ ଶୁକ୍ର ମେଷ ପାଇଁ ଶାନ୍ତ ନୁହନ୍ତି, ଅଶାନ୍ତ। ତେଣୁ ଦିନଟା ଆଜି ଅଶାନ୍ତିରେ କଟିବ। 20 ତାରିଖ ଶୁଭପ୍ରଦ ନୁହେଁ। ଅକସ୍ମାତ୍ ଦୁଃସମ୍ବାଦ ମିଳିଯିବ। ହଠାତ୍ ଅସୁସ୍ଥ ହୋଇଯିବେ। ସହସା ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେବେ। ଦୈନନ୍ଦିନ ବୃତ୍ତି ବ୍ୟବସାୟରେ ବହୁ ବିଘ୍ନ ଦେଖାଦେବ। କେହି ଜଣେ ଆସି କଣ୍ଟା ବାଡ଼ରେ ଲୁଗା ପକାଇ ଚିରିବାକୁ ଚେଷ୍ଟା କରିବ। କୌଳିକ ବୃତ୍ତି ବା ମୌଳିକ ସେବା ପ୍ରଭୃତିରେ ବିଘ୍ନ ଆସିବ। ଏଣୁ ଅଶାନ୍ତି ଲାଗି ରହିବ। ଆୟ ବହୁ କମ୍ ହେବ। ମାନେ ମନ୍ଦିରକୁ ମୁଖ ଜାଳି ବଢ଼ିଯିବ। ମନ୍ଦିରକୁ ମୁଖ ଚାଳି ବଢ଼ିଯିବ ବୋଇଲେ ଆୟ 2 ଟଙ୍କା ହେଲେ ବ୍ୟୟ 200 ଟଙ୍କା ହେବ।
ନାନା ବାଧା ବିଘ୍ନ ଭିତରେ ଶୁକ୍ରବାର ମେଷ ରାଶିକୁ ହଇଚଇ କରିଦେବ। ହେଲେ ଯେଉଁମାନେ ବୁଦ୍ଧିମାନ, ବିବେକୀ, ଧୈର୍ଯ୍ୟବାନ, ତାଙ୍କୁ ବିପଦ ହଲେଇ ପାରିବନି। କହିବା ତାତ୍ପର୍ଯ୍ୟ ବୁଝିଲେ ତ? ବୃଷ ରାଶି ପାଇଁ ଶୁକ୍ରବାର ଶୁଭ। ଏଥିପାଇଁ 20 ତାରିଖ ଏମାନେ ଉଚ୍ଚ କୋଟିର ସମ୍ମାନ ପାଇବେ। ସମ୍ମାନ କେହି କାହାକୁ ଦିଏନି। ସୁକର୍ମର ସୁଫଳ ସମ୍ମାନ। ସୁକର୍ମର ସୁଫଳ ସମ୍ମାନ। ଏହି ସମ୍ମାନର ପୁଷ୍ପମାଲ୍ୟ ପିନ୍ଧାଇ ଦିଏ ସମୟ। କହିବାର ତାତ୍ପର୍ଯ୍ୟ, ଆପଣମାନେ ସୁକାର୍ଯ୍ୟ କରନ୍ତୁ, ଆପଣଙ୍କୁ ମଧ୍ୟ ସମ୍ମାନ ମିଳିବ। ବେଶ ଯିଏ ମହତ୍ ଲୋକ, ତାକୁ ମହତ୍ ଜନ କୁହାଯାଏ ବା ମହାଜନ କୁହାଯାଏ। ସେଇ ମହାଜନଙ୍କର ଧନ ହେଲା ସମ୍ମାନ। ଆପଣଙ୍କୁ ସେଇ ମହତ୍ ଧନ ମିଳିବ। ଆୟ ଅମଳ ବଢ଼ିଯିବ। ଏଥିରେ ସମୁଚିତ ଶ୍ରମ ଓ କୌଶଳ ଲୋଡ଼ା। ଆଜି ଆୟ ଅମଳ ବଢ଼ିବାର ଦିନ ବୃଷ ରାଶିଙ୍କର। ତେଣୁ ସେମାନେ ସମୁଚିତ ଶ୍ରମ, ବୁଦ୍ଧି, ବିବେକ, କଳ କୌଶଳ ଖଟେଇ ଉପକୃତ ହୁଅନ୍ତୁ। ଏପରି କଲେ ଧନାଗମ ସହଜ ହୋଇଯିବ, ଦେହ ପା ସୁସ୍ଥ ରହିବ, ଶୟନ ଭୋଜନ ଠିକ୍ ଠାକ୍ ଚାଲିବ। ମିଥୁନ କଥା। ମିଥୁନ ପାଇଁ ବି ଶୁକ୍ର ଗ୍ରହ ମିତ୍ର। ଏଣୁ ମିତ୍ର ମେଳରେ 20 ତାରିଖ କଟିଯାଇପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ନୂତନ କର୍ମ ଯୋଜନାର ଶୁଭାରମ୍ଭ ହୋଇପାରେ। ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ହେବ ଏବଂ ନୂତନ କର୍ମ ଯୋଜନାର ଶୁଭାରମ୍ଭ ହୋଇପାରେ। ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ହେବ। କର୍ମ କ୍ଷେତ୍ରର ଯତ୍ନ ନେଲେ ସେ ଧନ ସମ୍ଭାର ଜାଡ଼ି ଦେବ। ଆମେ ଯଦି ଠିକ୍ ଠାକ୍ କର୍ମ କରିବା ଏବଂ କର୍ମ କ୍ଷେତ୍ରକୁ ସଜାଡ଼ି ଦେବା, ତାହେଲେ ଲକ୍ଷ୍ମୀ ନିଶ୍ଚୟ ଆସିବେ। ଆୟ ବୃଦ୍ଧି ହେବ, ଦେହ ସୁସ୍ଥ ରହିବ, କୌଳିକ ମୌଳିକ ସାମାଜିକ ଓ ଶାରୀରିକ ସୁଖ ମିଳିବ। ଶୁଭ ଖବର ଶୁଣି ଖୁସି ହେବେ ମିଥୁନ ରାଶିର ଲୋକେ। କର୍କଟ ପାଇଁ କର୍କଟ ରାଶି ପ୍ରତି ଶୁକ୍ରଙ୍କର ଶୁଭ ଚିନ୍ତା ନଥାଏ। ଏଣୁ ଆପଣମାନେ ଭଲ ଆଶା କରିବାଟା ଭୁଲ। ଶୁକ୍ରବାର ଦିନ କର୍କଟ ରାଶିକୁ କିଛି ଭଲ ଫଳ ମିଳିବନି। ଶୁକ୍ର ବି ଏବେ ଚନ୍ଦ୍ର ସହ ମୀନରେ। ଏଣୁ କର୍କଟକୁ ବ୍ୟତିବ୍ୟସ୍ତ ଲାଗିବ। ଶୁକ୍ରବାର ଦିନ ଶୁକ୍ର ଅଛନ୍ତି ଚନ୍ଦ୍ର ସହିତ ମୀନରେ। ସେଠି ନବମ ଘର ବ୍ୟତିବ୍ୟସ୍ତ କରିଦେବ। ଅନେକ ହେବା କାମ ହେବନି। ସାମାନ୍ୟ ଲୋକ ଦିପଦ କହିଦେବ, ସମ୍ମାନ ହାନି ହେବା ଭଳି ପରିସ୍ଥିତି ସୃଷ୍ଟି ହେବ। ତଥାପି ବୃହସ୍ପତି ଘରେ ଶୁକ୍ର ଥିବାରୁ ଦୁର୍ବଳ। ମିତ୍ର ସହଯୋଗ ମିଳିବ। ଭୋଜନ ରୁଚିକର ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। କାର? କର୍କଟ ରାଶି ଲୋକଙ୍କର। ତେବେ ସିଂହ? ହଁ, ସିଂହ ରାଶ୍ୟାଧିପ ରବି ବି ଏବେ ମୀନରେ। ରବି ମୀନରେ, ଶନି, ଶୁକ୍ର, ଚନ୍ଦ୍ର ମୀନରେ। ଏହି ଦୃଷ୍ଟିକୋଣରୁ ରବି ଏବେ ଚେଷ୍ଟା କରୁଛନ୍ତି ମେଷକୁ ଆସିବା ପାଇଁ, ଉଚ୍ଚ ଘରକୁ ଆସିବା ପାଇଁ। ମାତ୍ର ଶନି ତା ଶତ୍ରୁ, ଶୁକ୍ର ତା ଶତ୍ରୁ। ସିଂହ ରାଶି ପାଇଁ ବର୍ତ୍ତମାନ ପ୍ରାୟ ଶତ୍ରୁ, ନିଜ ଶତ୍ରୁ, ପ୍ରିୟ ଲୋକ ଶତ୍ରୁ, ରୋଗ ଶତ୍ରୁ, ଋଣ ଶତ୍ରୁ। ସିଂହ ରାଶ୍ୟାଧିପ ରବି ବି ଏବେ ମୀନରେ। ଶୁକ୍ରବାର ପୁଣି ଅଷ୍ଟମ ଚନ୍ଦ୍ର। ଏହି କାରଣରୁ ଦେହ ଉପରେ କୁପ୍ରଭାବ ପଡ଼ିବ। ଅସୁସ୍ଥତା ବ୍ୟତିବ୍ୟସ୍ତ କରିବ। କୌଣସି ନୂଆ ରୋଗ ସୃଷ୍ଟି ହେବ। ବୃତ୍ତି
ବ୍ୟବସାୟ ଚାକିରି କ୍ଷେତ୍ରରେ ଟିକେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଅସୁବିଧା ହେବ। ଦୈନନ୍ଦିନ କୌଳିକ କାମ ଠିକ୍ ସମୟରେ ହୋଇପାରିବ ନାହିଁ। କୌଳିକ ବୁଝୁଛନ୍ତି ତ? ଆପଣ ଯେଉଁ ପରିବାର ଲୋକ, ସେ ପରିବାରରେ ବାପା କ'ଣ କରୁଥିଲେ, ଜେଜେ କ'ଣ କରୁଥିଲେ, ସାଆନ୍ତ କ'ଣ କରୁଥିଲେ, ପିତାମହ ପ୍ରପିତାମହ ବୃଦ୍ଧ ପ୍ରପିତାମହ ଏମାନେ କ'ଣ କରୁଥିଲେ, ସେଇଟା ହେଉଛି କୌଳିକ କର୍ମ। ତେଣୁ କୌଳିକ କାମ ଠିକ୍ ସମୟରେ ହୋଇପାରିବ ନାହିଁ। ନିଜ ଲୋକଙ୍କ ବ୍ୟବହାର ତିକ୍ତ ବୋଧ ହେବ। ଯେଣୁ ବୃହସ୍ପତି ଏକାଦଶରେ ଏ ସମସ୍ତ ଦୁଃଖରେ ସେ ରକ୍ଷା ଛତ୍ର ଧାରଣ କରି ସୁରକ୍ଷା ଦେବେ। ମାନେ ସିଂହ ରାଶିକୁ କେବଳ ଗୋଟିଏ ଗ୍ରହ ହିଁ ପୂର୍ଣ୍ଣ ସହାୟ ହେଉଛନ୍ତି, ସେ ହେଲେ ବୃହସ୍ପତି। ଆଉ କନ୍ୟା କଥା, ନୂତନ କନ୍ୟା ପାଇଁ ବୁଧ ସହ ଶୁକ୍ରଙ୍କର ମିତ୍ରତା ଅଛି। ଏଣୁ 20 ତାରିଖ କନ୍ୟା ରାଶି ପାଇଁ ବଡ଼ ଶୁଭ ଦିନ। ଆୟର ରୂପ ବଦଳିଯିବ। ମିତ୍ରଙ୍କ ମାଧ୍ୟମରେ ନୂତନ ଆୟ ବ୍ୟବସ୍ଥା ହେବ। ବହୁ ଗ୍ରହଙ୍କର ଶୁଭ ଦୃଷ୍ଟିରେ କନ୍ୟା ରାଶି ଅଛି। ଏଣୁ ଆର୍ଥିକ ସଙ୍କଟ ରହିବନି। ଦେହ ପା ସୁସ୍ଥ ରହିବ। ସାମାଜିକ ପ୍ରତିପତ୍ତି ବଢ଼ିବ। କିଛି ସୁସମ୍ବାଦ ମିଳିବ। ରୁଚିକର ଖାଦ୍ୟ ଓ ସୁଖ ନିଦ୍ରା ପାଇଁ ଶୁକ୍ରବାର ପ୍ରଶସ୍ତ ଅଟେ। ତେଣୁ ମହାଜ୍ୟୋତିଷ କହିଲେ ଭୁଲ, ବଡ଼ ଜ୍ୟୋତିଷ ବୋଇଲେ ଠିକ୍। ମହାଜ୍ୟୋତିଷ ବୋଇଲେ ଚିତ୍ରଗୁପ୍ତ। ମହାଜ୍ୟୋତିଷ କହିବେନି କେବେ। ମହାଜ୍ୟୋତିଷ କହିବେନି। ମହାଶଙ୍ଖ କହିବେନି। ଏଟା ନର କପାଳ ଯାହା ମଶାଣିରେ ପଡ଼ିଥାଏ। ମହାତୈଳ କହିବେନି। ଏହା ମଣିଷ ମୂତ। ବୁଝିଲେ? ମହାଯାତ୍ରା କହିବେନି। ମୃତ୍ୟୁ କହିବେନି। ମହାଯାତ୍ରା ବୋଇଲେ ମୃତ୍ୟୁ। ମହାଜ୍ୟୋତିଷ ବୋଇଲେ ଚିତ୍ରଗୁପ୍ତ। ମହାଶଙ୍ଖ ନରକପାଳ। ମହାତୈଳ ନରମୂତ୍ର। ମହାପଣ୍ଡିତ ବି କହିବେନି କାହାକୁ। ହଁ, ମହାପଣ୍ଡିତ ବୋଇଲେ ଯମଙ୍କୁ କୁହାଯାଏ। କହିବେନି ନା କାହାକୁ। କିନ୍ତୁ ବଡ଼ ଜ୍ୟୋତିଷ ହେଲେ ତ ଖନା। ତାଙ୍କର ଭୁଲ ଭଟକା କିଛି ନାହିଁ। ସେ କହିଲେ ଯଦି ଜାତକରେ ପୁରୁଷ ହଉ କି ସ୍ତ୍ରୀ ହଉ 4ଟି ଗ୍ରହ ଥିବେ, ସେ ଯେଉଁ ଘର ହେଇଥାଉ, ଅଷ୍ଟମ ଦ୍ୱାଦଶ ତୃତୀୟ ଘର ବି ହେଇଥାଉ, ସେଇ ଗ୍ରହ ଭିତରେ ଯେଉଁମାନେ ଟିକେ ପାୱାରଫୁଲ୍ ଥିବେ ତାଙ୍କର ଅନ୍ତର୍ଦଶାରେ ନିଶ୍ଚୟ ଶୁଭ ଫଳ ମିଳିବ। ଆଉ 4ଟି ଗ୍ରହ ବା 3ଟି ଗ୍ରହ ଯଦି ଗୋଟିଏ ଘରେ ଥିବେ, ଖନା କହିଲେ, ସେ ଲୋକର ଜୀବନର ମଧ୍ୟ ଭାଗରେ ସେ ବିକଶିତ ହେବ। ଯିଏ ଯେଉଁ ପରିବାରର ହେଇଥିବ, ଯେତିକି ଶିକ୍ଷିତ ହେଇଥିବ, ସେଇ ତୁଳନାରେ ସେ ଯଥେଷ୍ଟ ବେଶୀ ଆୟ କରିବ, ସୁନାମ ଅର୍ଜନ କରିବ, ଆନନ୍ଦିତ ହେବ। ହଁ, ଏଟା ଖନାବାଣୀ। ମାତ୍ର ଏହି 4 ଗ୍ରହ ବିଷୟରେ ସେ ଆଉ ଯେଉଁ କଥା କହିଛନ୍ତି ତାହା ଟିକେ ବୁଝିବାକୁ ପଡ଼ିବ। ଚୌ ଚନ୍ଦ୍ରେ, ଚନ୍ଦ୍ର ସହିତ 4 ଗ୍ରହ ଥିବେ, ତାହେଲେ ସେ 4 ଗ୍ରହ ଏଇ ଚନ୍ଦ୍ର ଅନ୍ତର୍ଦଶାରେ ଯଥେଷ୍ଟ ବେଶୀ ସହଯୋଗ କରି ବ୍ୟକ୍ତିକୁ ବହୁ ଉପରକୁ ନେଇଯିବେ। ଚୌ କେନ୍ଦ୍ରେ, 4ଟି ଗ୍ରହ ଯଦି କେନ୍ଦ୍ରରେ ଥିବେ, ଆଉ ସେଇ କେନ୍ଦ୍ରର ଯିଏ ମାଲିକ ହେଇଥିବ ତାହାର ଅନ୍ତର୍ଦଶାରେ ବ୍ୟକ୍ତି ବହୁ ଉଚ୍ଚକୁ ପଳେଇଯିବ। ଚୌ ଗୁରୁ ସଂଯୁତ, 4ଟି ଗ୍ରହ ଯଦି ଗୁରୁଙ୍କ ସହିତ ଥିବେ, ଗୁରୁଙ୍କର ଅନ୍ତର୍ଦଶାରେ ସେ ବ୍ୟକ୍ତି ବହୁ ଉପରକୁ ଯିବ।
ଏହି ଚଉ ଚଉ ଯୋହି ଜାତ, ଏଇଭଳି ସୁଯୋଗ ଯେଉଁମାନଙ୍କ ଜାତକରେ ଅଛି। ବାନ୍ଧେ ଗଜମୁକୁତାଃ, ସେ ହାତୀ ମୁଣ୍ଡର ମୁକୁତା ପିନ୍ଧିବ, ମାନେ ବଡ଼ ଧନୀ ହେବ। ହଁ ବନ୍ଧୁ, ଏବେ ଆମେ ଦେଖିବା ତୁଳା କଥା। ଶୁକ୍ରବାର ତୁଳା ରାଶିର ମଙ୍ଗ ଧରି ନିର୍ବିଘ୍ନରେ ନେଇ କୂଳରେ ଲଗାଇ ଦେବେ କିଏ? ନା ଶୁକ୍ର। ତୁଳା ରାଶିଙ୍କ ଜୀବନ ନୌକାର ମଙ୍ଗ ଧରିବେ ଶୁକ୍ର, ତେଣୁ ତାଙ୍କୁ ନେଇ ଯଥା ସ୍ଥାନରେ ଲଗାଇ ଦେବେ। କହିବା ତାତ୍ପର୍ଯ୍ୟ, ସୂର୍ଯ୍ୟୋଦୟ ଠାରୁ ପୁଣି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ନିର୍ବିଘ୍ନରେ ତୁଳା ରାଶିର ଜନତା ସମୟ ପରିଚାଳିତ କରିବେ, ସମୟ ଅତିକ୍ରମ କରିବେ। ଶୁକ୍ରବାର ତୁଳା ରାଶିର ମଙ୍ଗ ଧରି ନିର୍ବିଘ୍ନରେ ନେଇ କୂଳରେ ଲଗାଇ ଦେବେ ଶୁକ୍ର, ମାନେ ଦିନଟି ସୁରୁଖୁରୁରେ ଅତିବାହିତ ହେବ। ବିବିଧ ମୌଳିକ ଆର୍ଥିକ ଲାଭ ହେବ। ବ୍ୟବସାୟୀ, ଚିକିତ୍ସକ, ଆଇନଜୀବୀ ପ୍ରଭୃତି ବୃତ୍ତିଜୀବୀ ପ୍ରଭୂତ ଆର୍ଥିକ ଲାଭ କରିବେ। ପ୍ରଭୂତ ମାନେ କ'ଣ? ପ୍ରଭୂତ ଅର୍ଥ କ'ଣ? ପ୍ରଚୁର, ଏକ୍ସେସ୍, ଏ ଗ୍ରେଟ୍ ଡିଲ୍ ଅଫ୍, ଏଇ ଯେଉଁ ୱାର୍ଡ଼ ସବୁ ପ୍ରୟୋଗ ହେଇଛି ଇଂରାଜୀରେ, ସେଇଟା ପ୍ରଭୂତ ଆର୍ଥିକ ଲାଭ ହେବ। ଏଥିରେ ବିଦ୍ୟା ବିବେକର ଖେଳ ଖେଳିବା ଉଚିତ। ଖାଲି ଜ୍ୟୋତିଷ କହିଦେଲେ ବୋଲି, ପଣ୍ଡିତେ କହିଦେଲେ ବୋଲି ଆମେ କରି ବସିଲେ ଆସି ଅଙ୍ଗୁର ବାଟରେ ବସିଯିବନି ମ। ଏଥିପାଇଁ ବିଦ୍ୟା ବୁଦ୍ଧିର ଖେଳ ଖେଳନ୍ତୁ। ଧନଲକ୍ଷ୍ମୀ ନିଶ୍ଚୟ ଆସିବେ। ଅନ୍ୟ ସମସ୍ତେ ନିଜ ନିଜ ବୃତ୍ତିକୁ ନେଇ ଖୁସି ହେବେ। ବିଶେଷ ସୁଖ ମିଳିବ, ନିଶ୍ଚିନ୍ତ ହେବେ। ତୁଳା ରାଶି ସମସ୍ତ ଆବାଳ ବୃଦ୍ଧ ବନିତା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, ନାରୀ ପୁରୁଷ ଭେଦ ନ କରି, ଶିକ୍ଷିତ ଅଶିକ୍ଷିତ ଚିନ୍ତା ନ କରି ସମସ୍ତଙ୍କୁ ଆଜି ଅର୍ଥ ଲାଭ ଅଛି, ସୁଖ ଲାଭ ଅଛି। ମିଛା କଥା। ମଙ୍ଗଳର ଶୁକ୍ର ହେଲା ଶତ୍ରୁ। ମଙ୍ଗଳ ଆଜି ଶତ୍ରୁ କବଳରେ, ଏଣୁ ସବୁ ସୁଖ ପାଇବି ନ ପାଇବା ଭଳି ଲାଗିବ ମିଛା ରାଶିଙ୍କୁ। ଅସନ୍ତୋଷତା ପ୍ରକାଶ କରିବେ। ମନକୁ କେତେବେଳେ କ'ଣ ଚିନ୍ତା ଆସିବ ସେ କଥା ବ୍ୟକ୍ତ କରିପାରିବନି। କେବଳ ଚିଡ଼ଚିଡ଼ି ହେବ, କେବେ ହସିବ, କେବେ ବିଷାଦଗ୍ରସ୍ତ ହେବ, ତ କେବେ ଆନନ୍ଦ ପ୍ରକାଶ କରିବ। ଦେହ ସୁଖ ନାହିଁ, ଆୟ ଅମଳରେ ବାଧା ନାହିଁ, ବ୍ୟବସାୟରେ ରୁଚିକର ସମ୍ବାଦ ଶୁଣିବ। ଆଜି ବିଛା ରାଶି ପାଇଁ ଏକ ବିଚିତ୍ର ଦିନ। ସେଟା ସେ ଅନୁଭବ କରିବେ, ବ୍ୟକ୍ତ କରିବେ। ସୁଖ ଆସିବ ଦୁଃଖ ନେଇ, ଦୁଃଖ ଆସିବ ସୁଖ ନେଇ। ପ୍ରିୟ ଲୋକ ଆସିବେ, ବିରକ୍ତ ହେବେ। ଶତ୍ରୁ ଆସିବେ, ଖୁସି କରାଇବେ। ଧନ ଆସିବ, ଖର୍ଚ୍ଚ ହେଇଯିବ। ବେଳେବେଳେ ଧନର ଆବଶ୍ୟକ ପଡ଼ିବ, ପ୍ୟାକେଟରେ ଧନ ଥିବ। ଆଜି ଦିନ ଏଇ 24 ଘଣ୍ଟା ବିଛା ରାଶି ପାଇଁ ବିଚିତ୍ର ଦିନ। ଧନୁ କଥା କ'ଣ ହେଲା ନା, ଗୁରୁ ଶୁକ୍ରଙ୍କ ମଧ୍ୟରେ ବା ଆଜି ଅହିନକୁଳ ସମ୍ପର୍କ। ଦେବଗୁରୁ ଅସୁର ଗୁରୁଙ୍କ ମଧ୍ୟରେ ଝଗଡ଼ା ପ୍ରାୟ ହୁଏ। ତେଣୁ ଆଜି କଳହ ହେବ, କଜିଆ ହେବ, ଝଗଡ଼ା ହେବ। ଅଳ୍ପ ଟିକେ ବି ହେଉ, ଆପଣ ଯଦି ଭଲ ଲୋକ ଚୁପ୍ ରହନ୍ତି, ମୌନ ରହନ୍ତି, ମୌନୀ ନା କଳହ ନାସ୍ତି, ଯଦି ଆପଣ ସେଇ କ୍ୟାରେକ୍ଟରର, ତଥାପି ଟିକେ ହେବ ନା ଆଉ। ହୁସିଆର ରହନ୍ତୁ। ଏଥିଲାଗି ଶୁକ୍ରବାର 20 ତାରିଖ ସଜ ମାଛରେ ପୋକ ଦେଖାଦେବ। ଭଲ କାମ କରିବେ, ମନ୍ଦ ଫଳ ପାଇବେ। ଦେହ ପୀଡ଼ା ବଢ଼ିଯିବ। ଦୂରଯାତ୍ରା କଲେ ହଇରାଣ ହେବେ, ତେଣୁ କୁଆଡ଼େ ଯାଆନ୍ତୁନି। ହଇରାଣ ହରକତରେ ପଡ଼ିଯିବେ। ରାସ୍ତାରେ ଚପଲ ଛିଣ୍ଡିଯିବ, ଚାଲି ଚାଲି ଯିବେ, ନହେଲେ ଝୁଣ୍ଟିବେ, ମୁହଁମାଡ଼ି ପଡ଼ିବେ। ଅଥବା ଗାଡ଼ିରେ ଗଲେ ବାଟରେ ଗାଡ଼ି ଖରାପ ହେବ। ଯେଉଁ ଡ୍ରାଇଭର ଏଟା ବୋକା ହେଇଥିବ। ସହାୟକ ନିଜ ଲୋକ ବା ବନ୍ଧୁ ଲୋକ ଯଥା ସମୟରେ ପାଖରେ ନଥିବେ। ଏଇ ବିପଦ ବେଳେ
ପ୍ରିୟ ଲୋକ କେହି ପାଖରେ ନଥିବେ, ହଇରାଣ ହେଇଯିବେ। ବିଳମ୍ବରେ କିନ୍ତୁ ଭଲ ଖାଦ୍ୟ ମିଳିବ। ଚେଷ୍ଟା କଲେ ସନ୍ଧ୍ୟାକୁ ଦିଅଁ ଦର୍ଶନ ହେବ। ମକର କଥା, ଶନି ହେଲେ ଛାତ୍ର, ଶୁକ୍ର ହେଲେ ଗୁରୁ। ଆଜି ଗୁରୁ ଶିଷ୍ୟ ସମ୍ବନ୍ଧ ମକର ରାଶିର, ମାନେ ଆପଣ ଆଜି କାହାକୁ କିଛି ପଢ଼େଇବେ, ଉପଦେଶ ଦେବେ, ନୀତିବାଣୀ ଶୁଣେଇବେ, ବା ଆପଣଙ୍କୁ କେହି ଆଜି ନୀତିବାଣୀ ଶୁଣେଇବ, ଉପଦେଶ ଦେବ, ମାନେ ଗୁରୁ ଶିଷ୍ୟ ସମ୍ବନ୍ଧ। ତ ମକର ରାଶି ପାଇଁ ଆଜି ଶୁକ୍ରବାର 20 ତାରିଖ ଏକ ଶିକ୍ଷାପୂର୍ଣ୍ଣ ଦିନ। ଆପଣ କାହାକୁ ନୀତି ଶିକ୍ଷା ଶୁଣାଇବେ ବା ଅନ୍ୟ କାହାଠାରୁ ଉପଦେଶ ଶୁଣି ଖୁସି ହେବେ, ଲାଭ ହେବ। ଲାଭ କ'ଣ ହେବ? ଲାଭ ତ ଆଜି ମକର ରାଶିର ହେବ, କିନ୍ତୁ ଅର୍ଥ ନୁହଁ, ସମ୍ମାନ। କାହାର କ'ଣ ଲାଭ ହେବ ସେଟା ବିଧି ଜାଣେ। ଲାଭ ହେବ, କାହାକୁ ଉପହାର ମିଳିବ, କାହାକୁ ସ୍ନେହ ସମ୍ମାନ ମିଳିବ, କାହାକୁ ଆଦର ମିଳିବ, କାହାକୁ ରୁଚିକର ଭୋଜନ ମିଳିବ, କାହାକୁ ବଢ଼ିଆ ନିଦ ପାଇଁ ଭଲ ସେଜ ମିଳିବ, ଇତ୍ୟାଦି ଇତ୍ୟାଦି ଲାଭ ହେବ ଆଜି। ଯଥୋଚିତ ଶ୍ରମ କଲେ, ବୁଦ୍ଧି ବିଦ୍ୟାର ଠିକ୍ ବିନିଯୋଗ କରିପାରିଲେ ଶୁକ୍ରବାର ଭଲ ଆୟ ହେବ, ସମ୍ମାନିତ ହେବେ। ଭାଇ ଭାଇ, ଭଉଣୀ ଭଉଣୀ ଓ ଭାଇ ଭଉଣୀ ସମ୍ପର୍କରେ ନିବିଡ଼ତା ଆସିବ। କୌଣସି ମୌଳିକ ସମସ୍ୟା ନାହିଁ। ବାସ୍। କୁମ୍ଭ କଥା, କୁମ୍ଭ ରାଶି ପାଇଁ 22 ତାରିଖ ଏକ ଜଞ୍ଜାଳ ଜଟିଳ ଦିନ। ଜଞ୍ଜାଳ ଜଟିଳ ଦିନ, ସବୁଥିରେ କେଁ। ଖର୍ଚ୍ଚ ବଢ଼ିଯିବ, ରୋଗ ବଢ଼ିଯିବ, ଶତ୍ରୁ ସଙ୍କଟରେ ପକାଇ ପାରନ୍ତି, ଶାନ୍ତି ଭଙ୍ଗ ହେବ, ସମସ୍ୟାର ସମାଧାନ କରି ନ ପାରି ଦୁଃଖରେ ସମୟ ଯିବ। ଆଜି କୁମ୍ଭ ରାଶି ପାଇଁ ସବୁ ଦିଗରୁ ଅସୁବିଧା। ଏଣୁ କୁମ୍ଭ ରାଶି ଲୋକମାନେ ଟିକେ ହନୁମାନ ଚାଳିଶା ଯେତେବେଳେ ପାଉଛନ୍ତି ପଢ଼ନ୍ତୁ। ଯଦି ମୁଖସ୍ଥ ଅଛି, ବାଟରେ ଘାଟରେ, ଅଫିସରେ, କାର୍ଯ୍ୟାଳୟରେ, ଯେଉଁଠି ପାରୁଛନ୍ତି ପଢ଼ନ୍ତୁ, ମଙ୍ଗଳ ହେବ। ମୀନ କଥା, ମୀନ ରାଶି ରେବତୀ ନକ୍ଷତ୍ର ପାଇଁ ଏକ ମଧୁମଙ୍ଗଳ ଦିନ। ରାଶି ହେଇଥିବ ମୀନ, ନକ୍ଷତ୍ର ହେଇଥିବ ରେବତୀ, ଲାଷ୍ଟ ଶେଷ ନକ୍ଷତ୍ର। ତାଙ୍କର ଆଜି ମଧୁମଙ୍ଗଳ ଦିନ। ଏମାନେ ସାମାନ୍ୟ ଚେଷ୍ଟାରେ ବହୁତ ଭଲ ଫଳ ପାଇବେ। ମୀନ ରାଶିର ପ୍ରାୟ ଲୋକେ ସମସ୍ତ ପ୍ରକାର ପାରିବାରିକ ସାମାଜିକ ସୁଖ ପାଇବେ। ଆର୍ଥିକ ବିକାଶ ହେବ, ଆଉ ରୋଜଗାର ଧାରା ବଢ଼ିଯିବ। ଦୈନନ୍ଦିନ ବୃତ୍ତି ଯେଉଁଠିକି ଯାଇ ଯେମିତି ନିଜେ କାମ କରନ୍ତି, ଆୟ ଅମଳ କରନ୍ତି, ତାହାର ବିକାଶ ହେବ। ଆଜି ହାତ ପଇସା ଗଣି ପାରିବନି। ଯଦି ଠିକ୍ ଉପାୟରେ ଆପଣ କାମ କରନ୍ତି ହେବ। ଆଉ ସାମାନ୍ୟ ଭ୍ରାତୃକଳହ ହେଇପାରେ, ସାମାନ୍ୟ, ଜଟିଳ ହେବନି। ଯେହେତୁ ଶୁକ୍ରବାର ନା, ଧର୍ମ ଆଜି ସହାୟ ହେବ, ସୁଖ ଶାନ୍ତି ମିଳିବ, ଜୀବନ ସାଥୀ ଖୁସି ହେବେ। ତେଣୁ ଆଜି ଦିନଟି ପ୍ରାୟ ଭଲ। ଧେନୁର୍ବର୍ଷା ପ୍ରତିଯୋଗିତା, ଯାତ୍ରା କଲାବେଳେ ଯଦି ଗାଈ ପାଖରେ ତା ବାଛୁରୀ ଥାଏ ବା ତା ଦେହରେ ଘଷି ହୋଇ ଚାଲିଥାଏ ବା କ୍ଷୀରପାନ କରୁଥାଏ, ଏଟା ଏକ ଶୁଭ ସଂକେତ। ଏହାର ଅବଶିଷ୍ଟାଂଶ ଆସନ୍ତାକାଲି ମୁଁ କହିବି, ଆପଣ ଶୁଣିବେ। ଈଶ୍ୱର ଚାହିଁଲେ ହେଲା। ରହିଲି, ନମସ୍କାର।